ବାପ ଥିଲା ପୁଅ ସଭାରେ କେବେ ହାରେନି। ଆଉ ଗୋଟେ କଥା ହୁଅନ୍ତି, ଯୁଦ୍ଧ ଯଦି କରି ବସିବ ସଙ୍ଗେ ଥିବ ଭାଇ, ଏ ଦୁଇଟି କଥା ସବୁବେଳେ କହନ୍ତି। ତାର ସେହିପରି ଭାବରେ ଆମମାନଙ୍କ ପାଇଁ ସେ ସମସ୍ୟାଟି ହେଲା। ଭାଇ ସାଙ୍ଗେ ନଥିଲେ ଯୁଦ୍ଧ କିଏ କରିବ? ମାନେ ଏମ୍ଏଲ୍ଏ ଭାଇମାନେ ଯଦି ସମସ୍ତେ ଏକଜୁଟ ନ ହେବେ, ତାଙ୍କ ଏମ୍ଏଲ୍ଏ ଭାଇମାନଙ୍କର ଆଲିଗେସନ୍ ହେଲା, ଆମକୁ ଆଗରୁ ପଚରାଗଲାନି, କିଛି କରାଗଲାନି, ଇଏ ଗଲାନି, କ୍ୟାଣ୍ଡିଡେଟ୍ ନିଷ୍ପତ୍ତି ହେଇଗଲା। ତାର ବିଗତ 25 ବର୍ଷ ଧରି ବିଜେଡ଼ି ଦ୍ୱାରା କଂଗ୍ରେସ ଲୋକ ଟର୍ଚର ହେଇଛନ୍ତି, ତାଙ୍କ ସହିତ ପୁଣି ସାମିଲ ହେଲା। ତେଣୁ ଏଇ ନିଷ୍ପତ୍ତିଟି ନେବା ପୂର୍ବରୁ ଆମର ଭାଇମାନଙ୍କ ମନକୁ ପରିବର୍ତ୍ତନ କରେ ଆବଶ୍ୟକତା ଦୃଷ୍ଟିରୁ ଏହା ଦରକାର ପଡ଼ୁଛି। ଏଇ ଯେଉଁ ନିଷ୍ପତ୍ତିଟିକି ତାଙ୍କ ମନ ଭିତରେ ପ୍ରବେଶ କରିବାର ଥିଲା। କିନ୍ତୁ ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା ଯେଉଁମାନେ ସବୁ ତୁଙ୍ଗ ନେତା ଅଛନ୍ତି ବା ପଲିଟିକାଲ ଆଫେୟାର୍ସ କମିଟି ଅଛି, ଗୋଟେ ବୈଠକ ହେବାର ଆବଶ୍ୟକ ଥିଲା କି ବିଧାୟକମାନଙ୍କୁ ନେଇକରି? ସେ ବୈଠକ ତ ହେଇନାହିଁ। ଆବଶ୍ୟକତା ଥିଲା ଏମ୍ଏଲ୍ଏ ମାନଙ୍କ ସହିତ ବସିବା। ଇଏ ବସୁ ନ ବସୁ ଏମ୍ଏଲ୍ଏ ମାନଙ୍କ ଯେଉଁ 14 ଜଣ ଭାଇ ଆମର ଅଛନ୍ତି, ସେ 14 ଜଣ ଭାଇଙ୍କୁ ନେଇକି ପ୍ରଥମେ ଏସବୁ ବିଷୟରେ ଆଲୋଚନା ଥିବ। ସେ ଡିକ୍ଲେୟାର କରିଦେଲେ, ନବୀନ ବାବୁ ଡିକ୍ଲେୟାର କରିଦେଲେ କ୍ୟାଣ୍ଡିଡେଟ୍। ଡିକ୍ଲେୟାର କରିଦେଲେ ସେ ଶ୍ରୀଯୁକ୍ତ ମିଶ୍ର କହୁଛନ୍ତି ଏଇଟା ସାମୟିକ, ତେଣୁ ସାମୟିକ କହୁଛନ୍ତି। ତେଣୁ ଏଗୁଡ଼ା ସବୁ କନଫ୍ୟୁଜନ୍ କ୍ରିଏଟ୍ କଲା ନା ଲୋକଙ୍କ ଭିତରେ, ଏମ୍ଏଲ୍ଏ ମାନଙ୍କ ଭିତରେ ନାନାଦି କଥା। ତାପରେ ଏଇ ଯେଉଁ କ୍ରସ୍ ଭୋଟିଂଟା ଭାରତର ଗୋଟିଏ ସଂସ୍କୃତି ହେଇଗଲା। କ୍ରସ୍ ଭୋଟିଂ ଯେ ନୂଆ ଆଜି ହେଲା ତା ନୁହଁ। ଯେତେବେଳେ ଯିଏ ଶାସନରେ ଥାଆନ୍ତି ସେ କ୍ରସ୍ ଭୋଟିଂଠୁ ହିଁ ଆଡପ୍ଟ କରନ୍ତି। ଏଇଠି ଗୋଟେ ପ୍ରଶ୍ନ ହେଉଛି, ଆମେ ସେ ପାଠକୁ ଯିବା। ଏ ଯେଉଁ ବିଜେଡ଼ି ସହିତ ଏ ଯେଉଁ ପ୍ରକାର ବୁଝାମଣା ହେଲା ବା ବିଜେଡ଼ି ନବୀନ ପଟ୍ଟନାୟକ ଡିକ୍ଲେୟାର କଲେ, ଏପଟେ ଭକ୍ତଚରଣ ଦାସ ସମର୍ଥନ କଲେ, ଇଏ ଗୋଟେ ଘାତକ ହେଲା କି? ନାଇଁ ଶୁଣନ୍ତୁ, ଆଜିକାଲି ଭାରତବର୍ଷର ରାଜନୀତିରେ କେଉଁ ଦଳ, କେଉଁ ବ୍ୟକ୍ତି କେତେବେଳେ କେମିତି କେଉଁ ଦଳ ସହିତ ମିଶୁଛନ୍ତି, କାହାକୁ ସମର୍ଥନ କରୁଛନ୍ତି, କାହାଠୁ ସମର୍ଥନ କରୁଛନ୍ତି, ସେଗୁଡ଼ାକୁ ଆଉ ଆଲୋଚନାର ବିଷୟ ନୁହେଁ। ଏଇଟା ଧାରାବାହିକ ଭାବରେ ଚାଲିଛି ସାରା ଭାରତବର୍ଷର ରାଜନୀତିରେ। ଆଉ ଆଦର୍ଶଗତ ରାଜନୀତି ଆଉ ହେଉନାହିଁ। ସୁବିଧାଗତ ରାଜନୀତି ସବୁ ଚାଲିଛି। ଲୋକଙ୍କ ନେତାମାନଙ୍କର, ଏମ୍ଏଲ୍ଏ ଭାଇମାନଙ୍କର ସହିତ ଆଲୋଚନା କରି ଗୋଟେ ନେଇଥିଲେ ଏହାର ଗୋଟେ ସୁପ୍ରଭାବ ପଡ଼ିଥାନ୍ତା, ଯେଉଁଟାକି କରାହେଇନି ବୋଲି ଏବେ ସବୁ ଏମ୍ଏଲ୍ଏ ମାନେ କହୁଛନ୍ତି। ଆମେ ଶୁଣୁଛୁ। ଏଇ ଯେଉଁ ଦଳୀୟ ଆକ୍ସନ୍ ହେଲା, ଏହା କେଦୂର ଠିକ୍? ସଭାପତି ଆଉ କ'ଣ କରିଥାନ୍ତେ? ଯଦି ଜଣେ ଦଳର ଶୃଙ୍ଖଳାକୁ ଭଙ୍ଗ କଲା, ସେ ତ ବାଧ୍ୟବାଧକତାରେ ସେ କାର୍ଯ୍ୟ କରିବେ ନା, ତାଙ୍କର ଇଚ୍ଛା ଥାଉ ବା ନଥାଉ। ସାଧାରଣ ଲୋକଙ୍କ ପାଖରେ କଂଗ୍ରେସର ସମ୍ମାନ ବଢ଼ାଇବା ପାଇଁ ଆମେ ଆମ ତରଫରୁ ଗୋଟିଏ କ୍ୟାଣ୍ଡିଡେଟ୍ ଦେଇଦିଅନ୍ତୁ। ଆମେ ଆମର 14 ଭୋଟ୍ ପ୍ଲସ୍ ସିପିଏମ୍ ଭୋଟ୍, ଏମିତି 15ଟି ଭୋଟ୍ ରକ୍ଷା କରିପାରୁଛନ୍ତି କି ନାହିଁ ସେଇଟା ପରୀକ୍ଷିତ ହେଇଯିବ। ଯଦି ସେଇଟା ପ୍ରମାଣିତ ହେଇଯିବ, ସାଧାରଣ ଲୋକଙ୍କ ଭିତରେ କଂଗ୍ରେସର ମହଲଟା ବଢ଼ିବ ଯେ ନା କଂଗ୍ରେସ ବାଲା ଏକଜୁଟ ହେଇକି ଅଛନ୍ତି। କିନ୍ତୁ ସେ ସ୍କୋପ୍ଟା ଆମକୁ ମିଳିଲା ନାହିଁ। ବର୍ତ୍ତମାନ ବିଜେଡ଼ି ବି ବଦନାମ, ଆମେ ବି ବଦନାମ। ତେଣୁ ସେ ଆମେ ତ ହାରିଥାନ୍ତୁ। ଆମେ ଆମ ତରଫରୁ କ୍ୟାଣ୍ଡିଡେଟ୍ ଭୋଟ ରହିଯାଇଥାନ୍ତା ପାଖରେ, ଲୋକଙ୍କ ପାଖରେ ପ୍ରଚାରିତ ହେଇଥାନ୍ତେ ଯେ କଂଗ୍ରେସ ବାଲା ବର୍ତ୍ତମାନ ଏକଜୁଟ। ବର୍ତ୍ତମାନ ବିଜେଡ଼ି ବିଜେପିର ଯେଉଁ ଡାଉନଫଲ୍ଟା ହେଉଛି, ତାର ଆଡ଼ଭାଣ୍ଟେଜଟା କିଏ ପାଇଥାନ୍ତା? କଂଗ୍ରେସ ପାଇଥାନ୍ତା। କିନ୍ତୁ ବର୍ତ୍ତମାନ ଲୋକଙ୍କ ଆଗରେ ଆମେ ପ୍ରମାଣିତ ହେଇଗଲୁ ଯେ ଆମେ ବି ଏକଜୁଟ ନୁହଁ।